କେମିତି ନାରୀକୁ ଲକ୍ଷ୍ମୀମନ୍ତୀ କୁହାଯାଏ? କେଉଁ ନାରୀ ସୌଭାଗ୍ୟବତୀ ହୋଇଥାଏ? ଆସନ୍ତୁ ଜାଣିବା। ବନ୍ଧୁଗଣ, ଆମ ହିନ୍ଦୁ ଧର୍ମ ଅନୁସାରେ ନାରୀକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଇଥାଏ। ଆହୁରି ମଧ୍ୟ କୁହାଯାଏ ଯେ ଯେଉଁ ଘରେ ନାରୀକୁ ପୂଜା କରିଥାଏ କିମ୍ବା ନାରୀକୁ ସମ୍ମାନ ଦିଆଯାଇଥାଏ, ସେହି ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି। ନାରୀମାନେ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି। ଏଣୁ ଆସନ୍ତୁ ଜାଣିବା କିଭଳି ସ୍ତ୍ରୀଙ୍କୁ ମାଙ୍କ ଆଶୀର୍ବାଦ ମିଳିଥାଏ। ଯଦି ଆମ ଭିଡ଼ିଓ ଆପଣଙ୍କୁ ଭଲ ଲାଗେ ତେବେ ଭିଡ଼ିଓକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି କମେଣ୍ଟରେ ଜୟ ପ୍ରଭୁ ଲକ୍ଷ୍ମୀ ନାରାୟଣ ଲେଖନ୍ତୁ। ଯେଉଁ ସ୍ତ୍ରୀର ନାକର ଅଗ୍ରଭାଗରେ କଳା ଯାଇଥାଏ, ଏମିତି ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏହାକୁ ଶୁଭ ବୋଲି ମନାଯାଏ। ସେ ସ୍ତ୍ରୀ ଘରକୁ ଆସିବା ଦ୍ୱାରା ଘରର ଭାଗ୍ୟ ଖୋଲିଯାଏ ଏବଂ ଏମିତି ସ୍ତ୍ରୀ ନିଜର ଶ୍ୱଶୁର ଘରେ ସମସ୍ତ ପ୍ରକାର ସୁଖ ଶାନ୍ତି ଭୋଗ କରନ୍ତି। ନମ୍ବର 2, ଯେଉଁ ସ୍ତ୍ରୀର ଆଖି ମଇଳିଆ ହୋଇଥାଏ ସେମାନେ ବହୁତ ରାଗୀ ସ୍ୱଭାବର ହୋଇଥାନ୍ତି। ସେମିତି ସ୍ତ୍ରୀକୁ ଅଶୁଭ ବୋଲି ମନାଯାଇଥାଏ। ନମ୍ବର 3, ଯେଉଁ ସ୍ତ୍ରୀର ଆଙ୍ଗୁଠି ସରୁ ଏବଂ ଲମ୍ବା ହୋଇଥାଏ, ଏମିତି ସ୍ତ୍ରୀ ନିଜ ପତି ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ସେହି ସ୍ତ୍ରୀ ନିଜ ଶ୍ୱଶୁର ଘରକୁ ବହୁତ ଖୁସି ନେଇ ଆସନ୍ତି। ନମ୍ବର 4, ଯେଉଁ ସ୍ତ୍ରୀର ହାତ ଏବଂ ପଦରେ ଶିର ଦେଖାଯାଏ, ଏମିତି ସ୍ତ୍ରୀକୁ ଶୁଭ ବୋଲି ମନାଯାଏ। ଏମିତି ସ୍ତ୍ରୀ ଘରକୁ ଆସିବା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କ ଅବଶ୍ୟ ବାସ କରନ୍ତି ଏବଂ ତାଙ୍କୁ ଘରେ ରହିବା ଦ୍ୱାରା ସୁଖ, ସମୃଦ୍ଧି ଏବଂ ବୈଭବ ମଧ୍ୟ ଆସିଥାଏ। ନମ୍ବର 5, ଯେଉଁ ସ୍ତ୍ରୀମାନଙ୍କର ରାଶି ମେଷ, ମୀନ ଓ ବୃଷଭ ହୋଇଥାଏ, ସେ ସ୍ତ୍ରୀକୁ ବହୁତ ଶୁଭ ମନାଯାଇଥାଏ। ଆଗକୁ ଯାଇ ସେହି ସ୍ତ୍ରୀ ଲୋକମାନେ ବହୁତ ସଫଳତା ପାଇଥାନ୍ତି। ନମ୍ବର 6, ଯେଉଁ ସ୍ତ୍ରୀ ଲୋକଙ୍କ ବାଳ ଲମ୍ବା ହୋଇଥାଏ, ସେହି ସ୍ତ୍ରୀ ବହୁତ ଶୁଭ ଏବଂ ଭଲ ସ୍ୱଭାବର ହୋଇଥାନ୍ତି। ନମ୍ବର 7, ଯେଉଁ ସ୍ତ୍ରୀର କାନରେ ବାଳ ରହିଥାଏ, ସେହି ସ୍ତ୍ରୀ ଶ୍ୱଶୁର ଘରେ ବହୁତ କଠିନ ପରିସ୍ଥିତିର ସାମ୍ନା କରିଥାଏ। ଏମାନେ ସବୁବେଳେ ଅଶାନ୍ତିର କାରଣ ପାଲଟି ଯାଆନ୍ତି। ନମ୍ବର 8, ଯେଉଁ ସ୍ତ୍ରୀ ଚାଲିବା ସମୟରେ ପାଦ ତଳୁ ଧୂଳି ଉଡ଼ୁଥାଏ, ଏମିତି ସ୍ତ୍ରୀ ନିଜ ପରିବାର ପାଇଁ ନିରାଶର କାରଣ ହୋଇଥାନ୍ତି ଏବଂ ଏମାନଙ୍କୁ ବହୁତ ଅଶୁଭ ବୋଲି ମଧ୍ୟ ମନାଯାଇଥାଏ। ନମ୍ବର 9, ଯେଉଁ ସ୍ତ୍ରୀ ପେଟ ଘଡ଼ି ସଦୃଶ ହୋଇଥାଏ, ସେହି ସ୍ତ୍ରୀ ତା'ର ଜୀବନରେ ସୁଖ, ସମୃଦ୍ଧି ଏବଂ ବୈଭବ ଲାଭ କରେ। ଏମିତି ସ୍ତ୍ରୀ ତାଙ୍କ ଜୀବନରେ ଅନେକ କଠିନତାର ଅଧିକ ସଫଳତା ପାଇଥାନ୍ତି। ନମ୍ବର 10, ଯେଉଁ ସ୍ତ୍ରୀର ବେକରେ କଳା ଯାଇଥାଏ, ସେହି ସ୍ତ୍ରୀ ବହୁତ ଶୁଭ ହୋଇଥାଏ। ଏପରି ସ୍ତ୍ରୀଙ୍କ ଜୀବନରେ କୌଣସି ଉଚ୍ଚ ପଦବୀରେ ପହଞ୍ଚିବାର ସମ୍ଭାବନା ରହିଥାଏ। ନମ୍ବର 11, ଯେଉଁ ସ୍ତ୍ରୀର ଆଖି ମୋଟା ହୋଇଥାଏ, ସେହି ସ୍ତ୍ରୀ ବହୁତ ଶୁଭ ଓ ଭଲ ସ୍ୱଭାବର ହୋଇଥାଏ। ଏମିତି ସ୍ତ୍ରୀ ବହୁତ ଦୟାଳୁ ଓ ଦାନୀ ମଧ୍ୟ ହୋଇଥାନ୍ତି। ଆଉ ଯେଉଁ ଘରେ ଏଭଳି ଝିଅ ଜନ୍ମ ହୁଅନ୍ତି ଆଉ ଯେଉଁ ଘରେ ଏପରି ଝିଅ ବିବାହ କରିଥାନ୍ତି, ସେହି ଘରମାନଙ୍କରେ କେବେ ଧନ ଦୌଲତର କମି ହୋଇନଥାଏ। ଯେଉଁ ସ୍ତ୍ରୀର ଗଳାରେ କଳା ଯାଇଥାଏ, ସେହି ସ୍ତ୍ରୀ ବହୁତ ଭଲ ସ୍ୱଭାବର ହୋଇଥାନ୍ତି। ଯେଉଁ ସ୍ତ୍ରୀର ହାତ ଲମ୍ବା ଓ ପତଳା ହୋଇଥାଏ, ସେହି ସ୍ତ୍ରୀ ବହୁତ ଶୁଭ ହୋଇଥାଏ। ଏହି ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ପାଇଁ ବହୁତ ଶୁଭ ଏବଂ ସୌଭାଗ୍ୟବତୀ ବୋଲି ମନାଯାଇଥାଏ।